ଆପଣ ଆସନ୍ତୁ ଇଆଡ଼େ। ମୁଁ ପ୍ରଦୀପ କୁମାର ମିଶ୍ର ଆମର ଅନନ୍ତପୁର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଗତକାଲି ରାତିରେ 1:28 ଚୋରି ହେଇଛି। ଆମେ ଫୁଟେଜ୍ ଦେଖିଲୁ ଯେ 4 ଜଣ ଚୋର ଆସିଥିଲେ। ସେମାନେ ଚଦର ମୁହଁ ଘୋଡ଼େଇ ଆସିଥିଲେ। ତାଙ୍କ ସ୍ପଷ୍ଟ ଦିଶୁନଥିଲା। ଜଣେ ପଶିଲେ ଭିତରେ, ଜଣେ ଆମର ସିଂହଦ୍ୱାରରେ ବସିଥିଲେ, ଆଉ ଜଣେ ଗୋଟେ ଦାନ ବାକ୍ସରୁ ସେ ନେଇ ଗଲେ କୁଆଡ଼େ କେନାଲ ସୁଡ଼ରେ ପଡ଼ିଲେ। ସେ ଯେଉଁଠି ବସିଲା ସେ ଅଧଘଣ୍ଟା ଦେଖିଲୁ ଆମେ କ'ଣ ଆସିକିନି ପୁରେଇକିନି ବେଗରେ ପୁରେଇଲେ। ଜଣାପଡ଼ୁଛି ଆମ ଦାନ ବାକ୍ସଟି ଚୋରି ହେଇଛି। ତାପରେ ସକାଳ ଆମ ପୋଲିସଙ୍କ ଉପସ୍ଥିତିରେ ପ୍ରଭୁଙ୍କର ବଂଶୀ ଆଉ ମାଆଙ୍କର ଖଡ଼ୁ ପାଉଁଜି ଅନ୍ୟାନ୍ୟ ଜିନିଷ ସବୁ ଚୋରି ହେଇଛି। ଆନୁମାନିକ ଦାନ ବାକ୍ସରେ କମ୍ ସେ କମ୍ 10-12 ହଜାର ଟଙ୍କା ଚୋରି ହେଇଛି। ଆମେ ଅନୁମାନ କରୁଛୁ ବେଶୀ ହୋଇପାରେ। ଆଉ ବର୍ତ୍ତମାନ ତ ପୋଲିସ ଆସିଥିଲେ, ସେ କହିଛନ୍ତି ଆମକୁ କିଛି ହାତ ମାରିବା ନାହିଁ, ତେଣୁ ଜଣାପଡ଼ୁଛି ଆଉ କିଛି ଚୋରି ହେଇଥିବ। ଅଶୋକ କୁମାର ସାହୁ। ଗତକାଲି 1:28 3 ଜଣ ଆସିଲେ। ଫାଷ୍ଟ ଆସିକି ଚାରିପଟ ବୁଲିଲା ପରେ ଜଣେ ସେପଟ ଛକରେ ରହିଲା, ଆଉ ଜଣେ ଆସିକି ଆମର ସିଂହ ଆଗରେ ବସିଲା, ଆଉ ଜଣେ ଯାଇକି ତାଲା ଭାଙ୍ଗିକି ଭିତରେ ପଶିଛି। ଫୁଟେଜରୁ ପୁରା କ୍ଲିଅର, ଶର୍ମାଜୀ ଫୁଟେଜରୁ ସମ୍ପୂର୍ଣ୍ଣ କ୍ଲିଅର ଆସୁଛି। ଅନ୍ଧାରିଆ ସକାଶେ ଶାଲ୍ ଫାଲ୍ ସବୁ ଘୋଡ଼େଇଛନ୍ତି, ତେଣୁ କିଛି ଜଣା ପଡ଼ିନାହିଁ। ଇନକ୍ୱାରି କରିକି ସବୁ ଯାଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ଆସିଲେ ସବୁ କିଛି ଜଣାପଡ଼ିଯିବ।